ଆପଣମାନଙ୍କ ଆଉ ଗୋଟେ ଭିଡ଼ିଓକୁ ପୁଣି ଥରେ ସ୍ୱାଗତ। ଆଜି ଆପଣଙ୍କୁ ଗୋଟିଏ ଉପାୟ ଦେବାକୁ ଯାଉଛି, ଯେଉଁଟାକୁ ହେଉଛି ଋଣ ମୁକ୍ତି ପାଇଁ ସବୁଠାରୁ କାରିଗର ଏବଂ ଉପଯୋଗୀ ଉପାୟ। ଯାକୁ ଆପଣ ନିଶ୍ଚୟ ଆପଣାନ୍ତୁ। ଯଦି ଆପଣଙ୍କର ଋଣଜନିତ ସମସ୍ୟା ରହୁଛି, ଆପଣ କାହାଠୁ ଋଣ ନେଇଛନ୍ତି ତାକୁ ବା ଆପଣଙ୍କଠୁ କିଏ ଋଣ ସେମାନେ ଆପଣଙ୍କୁ ଦେଉନାହାନ୍ତି, ଋଣଜନିତ ସମସ୍ୟା ଆପଣଙ୍କର ବି ଲାଗି ରହିଛି ଯେ ଆପଣ କାହାଠୁ ଋଣ ନେବାକୁ ପଡ଼ୁଛି ବି, ଏହାକୁ ବି ଆପଣ ଉପଯୋଗ କରିପାରିବେ ଏବଂ ଏଥିରେ ନିହାତି ଆପଣଙ୍କୁ ଲାଭ ମିଳିପାରିବ। ଆପଣ କ'ଣ କରନ୍ତୁ, 12ଟି ଗୋଲମରିଚ, 12ଟି ନିମପତ୍ର ଏବଂ 12ଟି ଅକ୍ଷତକୁ ଗୋଟିଏ କଳା କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ନିଜର ମୁଣ୍ଡ ଉପରେ ତାକୁ 7 ଥର ବୁଲାଇ ନିଅନ୍ତୁ ଏକ ମନ୍ତ୍ର କହି, ଯେଉଁ ମନ୍ତ୍ରଟି ହେଉଛି ଓମ୍ ହ୍ରିଂ 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 ନମଃ, ଓମ୍ ହ୍ରିଂ 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 ନମଃ। ଏମିତି ଆପଣ 21 ଥର କହି ନିଜ ମୁଣ୍ଡ ଉପରେ ବା ମୁଣ୍ଡ ଚାରିପାଖରେ 7 ଥର ସେଇ କପଡ଼ା ଭିତରେ ଯେଉଁ ଆପଣ ରଖିଛନ୍ତି ଯେଉଁ ସବୁ ସାମଗ୍ରୀ, ତାକୁ ନିଜ ମୁଣ୍ଡ ଉପରେ ବୁଲାଇ ଦେଇ କୌଣସି ଏକ ନିର୍ଜନ ସ୍ଥାନକୁ ଯାଇ ତାକୁ ଫୋପାଡ଼ି ଦିଅନ୍ତୁ। ଏହିପରି ଭାବରେ ଆପଣ 45 ଦିନରୁ 60 ଦିନ ପର୍ଯ୍ୟନ୍ତ କରନ୍ତୁ ସବୁଦିନ। ଦେଖିବେ ଆପଣଙ୍କର ଋଣଜନିତ ଯେତେ ବଡ଼ ସମସ୍ୟା ଥାଉ ତାହା ନିଶ୍ଚୟ ଦୂରୀଭୂତ ହେବ। ଏହାକୁ ନିଶ୍ଚୟ ଆପଣାନ୍ତୁ ଏବଂ ଏହା ବହୁତ କାରିଗର ଉପାୟ। ଜୟ ଭଗବତୀ, ଜୟ ମା।